ଆଜିର ଅନୁଚିନ୍ତା। ଆମେ ଟିକେ ଟିକେ ଦୁଃଖରେ ଭାଙ୍ଗି ପଡ଼ୁ, କିନ୍ତୁ ଏହା ଭୁଲି ଯାଉ ଯେ ସ୍ୱୟଂ ଭଗବାନଙ୍କୁ ମଧ୍ୟ ବନବାସ ଦୁଃଖ ସହିବାକୁ ପଡ଼ିଥିଲା। କାରଣ ଦୁନିଆରେ ଜନ୍ମ ନେଲେ ସୁଖ ଦୁଃଖ ଉଭୟ ଭୋଗିବାକୁ ପଡ଼ିଥାଏ। ଜୟ ଜଗନ୍ନାଥ। ସଂସାରରେ ସବୁଠାରୁ ମୂଲ୍ୟବାନ ଉପହାର ସମୟ। ଯେତେବେଳେ ତୁମେ ତୁମର ସମୟ କାହାକୁ ଦେଇଥାଅ, ସେତେବେଳେ ତୁମେ ତାକୁ ତୁମ ଜୀବନର ସେହି ମୁହୂର୍ତ୍ତ ଦେଇଥାଅ ଯାହା କେବେ ଫେରି ଆସିନଥାଏ। ଜୟ ଜଗନ୍ନାଥ। ସବୁ କ୍ଷେତ୍ରରେ କ୍ଷମା କରିଦେବା ଆଉ ସବୁ କ୍ଷେତ୍ରରେ କ୍ଷମା ମାଗିନେବା, ପ୍ରକୃତରେ ଏହା ଏକ ଚମତ୍କାର ଶକ୍ତି। କିନ୍ତୁ ଦୁଃଖର ବିଷୟ ଯେ ଏ ଶକ୍ତି ସମସ୍ତଙ୍କ ପାଖରେ ନଥାଏ। ଜୟ ଜଗନ୍ନାଥ। ଦୁନିଆରେ କିଛି ବି ସମ୍ପର୍କ କେବେ ନିଜ ଇଚ୍ଛାରେ ହୋଇନଥାଏ। କାହିଁକି ନା ତୁମକୁ କେତେବେଳେ କେଉଁଠି କାହାକୁ ଭେଟିବାକୁ ଅଛି, ତାହା ଉପରବାଲା ହିଁ ଠିକ୍ କରିଥାଏ। ଜୟ ଜଗନ୍ନାଥ। କାହାକୁ ଈର୍ଷା କରି ମନୁଷ୍ୟ କିଛି ବିଗାଡ଼ି ପାରିନଥାଏ, ବରଂ ନିଜର ସୁଖ ଶାନ୍ତି ଓ ନିଦ୍ରାକୁ ବିଗାଡ଼ି ଦେଇଥାଏ। ଜୟ ଜଗନ୍ନାଥ। ଆଜିର ଅନୁଚିନ୍ତା। ଭଲ ଲୋକଙ୍କୁ ଭୁଲ ବୁଝୁଥିବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଏ। ଯେତେବେଳେ ଠିକ୍ ବୁଝିବା ଆରମ୍ଭ କରେ, ସେତେବେଳକୁ ସବୁ ସରିଯାଇଥାଏ। ଜୟ ଜଗନ୍ନାଥ।